ସରସ୍ୱତୀ ପୂଜାରେ ସୁଭଦ୍ରାକୁ ନେଇ ବଡ଼ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୂଜା ଅବସରରେ ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେଇଥିଲେ ରାଜ୍ୟର ମେହନ ମାଝୀ ସରକାର। ସୁଭଦ୍ରା କିସ୍ତିକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିଲେ ଖୁସି ଖବର। ଯାଜପୁରରେ ଦିଆଯିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବାକିଥିବା ଇକେୱାଇସି ଆଉ ଏନପିସିଆଇରୁ ପାଖାପାଖି 25% କ୍ଲିୟର ହୋଇଛି। ଆହୁରି 2.5 ଲକ୍ଷ ଏନପିସିଆଇ ଏବଂ ଇକେୱାଇସି କରିବାକୁ ବାକି ଅଛି। ତେବେ ଯେଉଁମାନେ ଏନପିସିଆଇ କ୍ଲିୟର କରିନାହାନ୍ତି ଏବଂ ସେମାନଙ୍କୁ ବ୍ୟାଙ୍କରୁ ଫେଣ ଆସିଛି ସେମାନେ 8 ତାରିଖ ପୂର୍ବରୁ ବ୍ୟାଙ୍କକୁ ଯାଇ କରାଇ ନେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ବ୍ୟାଙ୍କ ଫେବୃଆରୀ 3 ଏବଂ 4 ତାରିଖରେ ସୁଭଦ୍ରା ହିତାଧିକାରୀଙ୍କ ଲାଗି ସ୍ୱତନ୍ତ୍ର ଧ୍ୟାନ ଦେବ। ଆଉ ସେହିଦିନ ଏନପିସିଆଇ କରାଇ ନେବାକୁ କହିଛନ୍ତି ପ୍ରଭାତୀ ପରିଡ଼ା। ତେବେ ସୁଭଦ୍ରା ପୋର୍ଟାଲରେ ଏନେଇ ସବିଶେଷ ତଥ୍ୟ ଦିଆଯାଇଛି। ଯେଉଁ ସୁଭଦ୍ରା ଆବେଦନକାରୀମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ ହୋଇନାହିଁ ତାହାର ଏକ ତାଲିକା ସମ୍ପୃକ୍ତ ବ୍ଲକ, ମ୍ୟୁନିସିପାଲିଟି, ବିଜ୍ଞପିତ ଅଞ୍ଚଳ ପରିଷଦ ଅଥବା ମହାନଗର ନିଗମ ସ୍ତର ଓ ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ। ବର୍ତ୍ତମାନ ସୁଦ୍ଧା ଲାଭ ପାଇନଥିବା ଆବେଦନକାରୀମାନଙ୍କୁ ପରାମର୍ଶ ଦିଆଯାଉଛି କି ସେମାନେ ଏହି ତାଲିକାକୁ ଯାଞ୍ଚ କରନ୍ତୁ। ଯଦି ଏହି ତାଲିକାରେ ତାଙ୍କ ନାମ ଥାଏ ତାହାହେଲେ ଆକାଉଣ୍ଟ ଥିବା ତାଙ୍କ ବ୍ୟାଙ୍କକୁ ଯାଇ ଆକାଉଣ୍ଟଟିକୁ ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ କରନ୍ତୁ। ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ ନହେବା ପର୍ଯ୍ୟନ୍ତ ଆପଣ ସୁଭଦ୍ରା ଅଧୀନରେ ସହାୟତା ରାଶି ପାଇପାରିବେ ନାହିଁ। ଆପଣଙ୍କୁ ପସନ୍ଦ ଆସିଥିଲେ ଲାଇକ୍ କରି ଦିଅନ୍ତୁ, ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ।